ହୀରାକୁଦ ମାଟିବନ୍ଧ ଓଡ଼ିଶାର ସମ୍ବଲପୁରରୁ 15 କିଲୋମିଟର ଦୂରରେ ହୀରାକୁଦ ବନ୍ଧ ନିର୍ମିତ। ଏହା ହେଉଛି ଏସିଆ ମହାଦେଶର ବୃହତ୍ତମ ଏବଂ ଦୀର୍ଘତମ ମାଟିବନ୍ଧ ଯୋଜନା। ଏହା ମାନବ ନିର୍ମିତ ଡ୍ୟାମ୍। ଏହାର ନିର୍ମାଣର ମୂଳ ଲକ୍ଷ୍ୟ ଥିଲା ବିଜୁଳି ବାହାର କରିବା ଏବଂ ଚାଷ ପାଇଁ ଜଳସେଚନ କରିବା। ଡ୍ୟାମ୍ ତିଆରି ପରେ ବର୍ଷା ପାଣିକୁ ଅଟକ ରଖି ବନ୍ୟା ଜଳକୁ ଛାଡ଼ି ଦିଆଗଲା। ଫଳରେ ଆଖପାଖ ଅଞ୍ଚଳରେ ବନ୍ୟା ଦ୍ୱାରା କ୍ଷୟକ୍ଷତି ହେଲା ନାହିଁ। ଏହି ବନ୍ଧ ମାଟି, ସିମେଣ୍ଟ ଏବଂ ପଥରରେ ତିଆରି। ଏହାର ଲମ୍ବ 4.8 କିଲୋମିଟର ଏବଂ ଓସାର 200 ଫୁଟ। ଏଠାରେ 98ଟି ଗେଟ୍ ଅଛି। ଡ୍ୟାମ୍ର ଦୁଇ ପଟରେ 2ଟି ପର୍ବତ ଅଛି। ଦୁଇ ପଟେ 2ଟି ଟାୱାର ଅଛି। ଗୋଟିଏ ହେଲା ଗାନ୍ଧୀ ମିନାର ଏବଂ ଅନ୍ୟଟି ନେହେରୁ ମିନାର। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୋହେ। ଏହା ଏକ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳ ଅଟେ। ଏହି ବନ୍ଧର ଆରମ୍ଭ ଏବଂ ଉଦ୍ଘାଟନ ପଣ୍ଡିତ ଜବାହରଲାଲ ନେହେରୁ କରିଥିଲେ। ଧନ୍ୟବାଦ।